नमस्कार गुरुजी, मु दिलीप कुमार पाइक पुरी डिस्ट्रिक्ट निमापड़ा बिलोंग्स करुछि। मु फायर सर्विस रे काम करुछि। एही जो एंजल पाठ्यक्रम प्रथमे मु फेसबुक माध्यम रे देखिବାକୁ पाइथिली। फ्री वेबिनार रे मु एहाको नंबर रजिस्ट्रेशन करी जेतला देखिली आसिगिरी मते भल लगिला आ मते निजକୁ ଲାଗିଲା ଯେ ନାଇଁ ଏ ପାଠ୍ୟକ୍ରମରେ ନିହାତି କିଛି ଅଛି। ଏହି ପାଠ୍ୟକ୍ରମ ଏକ ଈଶ୍ୱରୀୟ ପାଠ୍ୟକ୍ରମ। ଅତି ସୁନ୍ଦର ଭାବରେ ସାରଙ୍କ ଯେଉଁ ପଢ଼ାଇବା ପ୍ରଣାଳୀ ମୋତେ ବହୁତ ଆକର୍ଷିତ କରିଥିଲା। ଏହି ପାଠ୍ୟକ୍ରମକୁ ମୁଁ ଯୋଗ ଦେବାର ପ୍ରଥମ ରିଜିନ୍ ହେଲା ବହୁତ ପ୍ରକାରର ପ୍ରୋବ୍ଲେମ୍ ଓ ଅଶାନ୍ତ ମନୋଭାବ ଆଉ ଫାଇନାନ୍ସିଆଲ ପ୍ରୋବ୍ଲେମ୍ ମଧ୍ୟ ଥିଲା। ସେଥିପାଇଁ ମଧ୍ୟ ଆସିକିରି ଏହିସବୁ ପାଠ୍ୟକ୍ରମକୁ ଜାଣିବା ପରେ ଆସିକି ଏହି ପ୍ରୋବ୍ଲେମ୍ରୁ ମୋତେ କିଛି ନିହାତି ମିଳିବ ବୋଲି ଆଶା କରି ଏହି ପାଠ୍ୟକ୍ରମରେ ମୁଁ ପ୍ରଥମ ଯୋଗ ଦେଲି। ଏହି କ୍ଲାସ୍ ଆଟେଣ୍ଡ କରିସାରିଲା ପରେ ନିଜକୁ ଏକ ଶାନ୍ତ, ନିଜ ଭିତରେ ବହୁତ ପଜିଟିଭ୍ ମନୋଭାବ ଆସିଲା। ଏହି କ୍ଲାସ୍ରେ 6 ଦିନ ମଧ୍ୟରେ ଯେଉଁ ମେଡ଼ିଟେସନ୍ ହୁଏ ଆସି ସାର୍ କରାନ୍ତି ଆସିକିରି, ମେଡ଼ିଟେସନ୍ ମାଧ୍ୟମରେ ନିଜ ଭିତରେ ବହୁତ ପରିବର୍ତ୍ତନ ଅନୁଭବ ନିଜ କରୁଛି। ଆଗକୁ ମଧ୍ୟ ପରିବର୍ତ୍ତନ ହେବ ବୋଲି ମୁଁ ଆଶା ରଖୁଛି। ଆଉ ଗୁରୁଜୀ କୁହନ୍ତି ଯେ ତୁମେ ମୋ ହାତ ଧର ଆଉ ମୁଁ ତମ ସାଥିରେ ଅଛି। ଏଇ ଯେଉଁ ୱାର୍ଡ଼ଟା ଯିଏକି ଘରର ଗାର୍ଡ଼ିଆନ୍ କି ପିତାମାତା ଏସବୁ ଜିନିଷ ହିଁ ନିଜର ଘର ଲୋକ ହିଁ କହିଥାନ୍ତି ଆସିକି। ଏହି ପାଠ୍ୟକ୍ରମ ସମସ୍ତେ ଘରେ ଘରେ ନିହାତି ଶିଖିବା ଦରକାର। ଛୋଟ ମୋଟ ପ୍ରୋବ୍ଲେମ୍ ହଉ କିମ୍ବା ନିଜର ପ୍ରୋବ୍ଲେମ୍ ସହିତ ଅନ୍ୟମାନଙ୍କର ପ୍ରୋବ୍ଲେମ୍କୁ ସଲ୍ଭ କରିପାରିବ ବୋଲି ମୁଁ ଏହି ପାଠ୍ୟକ୍ରମରୁ ଆଶା କରୁଛି। ଏହା ମଧ୍ୟ ହେବ ଗୁରୁଜୀ କହିଛନ୍ତି ଯେ ଏହା ନିଶ୍ଚିନ୍ତ ରୂପରେ ହେବ ବୋଲି। ଧନ୍ୟବାଦ ଦେବି ଗୁରୁଜୀ କୋଚ୍ ଭେଙ୍କଟେଶଙ୍କୁ। ଧନ୍ୟବାଦ।